ଆଜି ବହୁତ ଦିନ ପରେ ଗୋଟେ ନ୍ୟୁଜ୍ ଶୁଣିଲି ଆଉ ନ୍ୟୁଜ୍ ଦେଖିଲି ଯେଉଁଟାକି ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଯେଉଁଟାକି ବନ୍ଦ କରିଛନ୍ତି। ଆଉ ପ୍ରାୟତଃ ଲୋକମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିବ, କାହିଁକି ନା ଗୋଟେ ଜିନିଷ ବନ୍ଦ କରିଦେଇଛନ୍ତି ଯେଉଁଟାକି ଲୋକମାନେ ସକାଳୁ ଉଠିଲା ବେଳୁ ଖାଉଥିଲେ, ମାନେ ଶୋଇଲା ପର୍ଯ୍ୟନ୍ତ ସେ ଜିନିଷଟାକୁ ଆଜି ଗଭର୍ଣ୍ଣମେଣ୍ଟ ବ୍ୟାନ୍ କରିଛନ୍ତି। ଆଉ ଆମ ଓଡ଼ିଶାରେ ବିକ୍ରି ହେଇପାରିବ ନାହିଁ ବୋଲି କହିଛନ୍ତି। ଆଉ ଯେମିତିକି ବାହାର ଷ୍ଟେଟ୍ରେ ବି ସେଗୁଡ଼ା ସବୁ ବ୍ୟାନ୍ ହେଇସାରିଲା, ଖାଲି ଓଡ଼ିଶାରେ ବ୍ୟାନ୍ ହେଇନଥିଲା। ଆଉ ତଥାପି ବ୍ୟାନ୍ କେଉଁ ଜାଗାରେ ଯେତେବେଳେ ବି କରାହେଇଥିଲା ବ୍ୟାନ୍, ହେଲେ ବି ଲୋକ ମାନୁନଥିଲେ, କାହିଁକିନା ଓଡ଼ିଶାରେ ଆମର ଯେହେତୁ ତିଆରି ହେଉଛି ସେଇ ଜିନିଷଟା, ତ କାହିଁକି ଖାଇବେନି ଲୋକେ, ତ ଖାଉଥିଲେ। ତ ସେଥିପାଇଁ ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏବେ ପୁରା ବନ୍ଦ କରିଦେଇଛନ୍ତି ସେ ଜିନିଷଟା, ଯେଉଁଟାକି ତମ୍ବାଖୁ, ଯେମିତିକି ଆପଣମାନେ ପାନରେ ଡିଲକ୍ସ ମିଶାଇକି ଖାଉଛନ୍ତି, ସେଇଟା ବ୍ୟାନ୍ ହେଇଯାଇଛି, ଏବେ ବ୍ୟାନ୍ କଲେ। ଆଉ ସଫଳ, ଗୁଟକା, ପାନ ମସଲା, ଯେତେ ବି ପ୍ରକାରର ନିଶା ଦ୍ରବ୍ୟ ଅଛି, ଖାଲି ମୁଁ ତ ଜଗିଛି କେବେ ମଦଟା ବନ୍ଦ ହେବ। ଏବେ ଗୁଟକା ବନ୍ଦ ହେଲା, ତାପରେ ପରେ ମଦ ବି ବନ୍ଦ ହେଇଯିବ। କିଛି ସେଟା ବି କିଛି ବଡ଼ କଥା ନୁହଁ। ତ ମଦଟା ବନ୍ଦ ହେଉନି ଏଇଥିପାଇଁ ଯେ ମଦଟା ଯଦି ବନ୍ଦ ହେଇଯିବ ତାହେଲେ ରାଜସ୍ୱ ପାଣ୍ଠି ଯେଉଁଟା ସେଟା ଯେଉଁ ଅଛି ସେଟା କମିଯିବ। ତ ସେଥିପାଇଁ ମଦ ବ୍ୟାନ୍ ହେଉନି। ତା ମଦ ଏବେ ବ୍ୟାନ୍ ହେଇଯିବ, ଯେହେତୁ ଗୁଟକା ବ୍ୟାନ୍ ହେଲା ତ ମଦ ବି ବ୍ୟାନ୍ ହେଇଯିବ। ତ ଏତିକି ମୁଁ ଦେଖିଲି ଯେ ବହୁତ ଭଲ କାମ, ବହୁତ ଦିନ ପରେ ଗୋଟେ ଭଲ କାମ କଲେ ଆମ ଓଡ଼ିଶା ସରକାର, ଯେଉଁଟାକି ଗୁଟକାଟା ବ୍ୟାନ୍ କଲେ। କାହିଁକିନା ମୁଁ ଏବେ ଦେଖୁଛି ବହୁତ ଲୋକ ସକାଳୁ ଉଠୁଛନ୍ତି, ଚୋବଉଛନ୍ତି ରାତି ଶୋଇଲା ପର୍ଯ୍ୟନ୍ତ, ଆଉ କେହି କେହି ଖାଇକି ଶୋଇଯାଉଛନ୍ତି। ଖାଇସାରିଲା ପରେ ଯେଉଁଟାକି ଖାଇବା କଥା ନୁହଁ, ସେମାନେ ରାତିରେ ଖାଇସାରିଲା ପରେ ଚୋବେଇକି ଶୋଇଯାଉଛନ୍ତି, ସକାଳେ ଉଠୁଛନ୍ତି ପୁରା ପକଉଛନ୍ତି। ତ ସେଥିରେ ବହୁତ ଲୋକ ମାନେ ସେ ଜିନିଷଟା ମୋତେ କହିବା ପାଇଁ ଇଚ୍ଛା ନାହିଁ, ବାକି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାପରେ ଏବେ ତ ଆପଣମାନେ ଦେଖୁଥିଲେ, ଯେମିତି ନ୍ୟୁଜ୍ ତ ଆସିଛି, ଆପଣମାନେ କିଏ କିଏ ଦେଖିଛନ୍ତି କି ନ ଦେଖିଛନ୍ତି ମୁଁ ଜାଣିନି। ମୁଁ ଏବେ 2 ଘଣ୍ଟା ହେଲା ଦେଖିଲି ନ୍ୟୁଜ୍ଟା, 2 ଘଣ୍ଟା ପୂର୍ବରୁ ଅପଲୋଡ଼ ହେଇଛି। ସେଥିପାଇଁ ମୁଁ ଆପଣମାନଙ୍କୁ ଟିକେ କହିଦେବି ବୋଲି ଭାବିଲି। ଆଉ ବହୁତ ଭଲ କାମ ହେଇଛି। ତାପରେ ମୋ କଥା ମୁଁ ନିଜେ କହୁଛି ଆଜ୍ଞା, ମୁଁ ପ୍ରାୟତଃ ମୁଁ ଆଗରୁ ଖାଉଥିଲି, ଏବେ ତ ମୁଁ ବର୍ଷେ ହେଲା ଛାଡ଼ି ଦେଇଛି, କିଛି ଖାଏନି ଗୁଟକା। ନହେଲେ ଆକ୍ଚୁଆଲି ମୁଁ ମିନିମମ୍ 2 ପ୍ୟାକେଟ୍ ଖାଉଥିଲି। 2 ପ୍ୟାକେଟ୍ ମାନେ 30 ଷାଠିଏଟା ସଫଳ ନିହାତି ଖାଉଥିଲି। ତାପରେ ଯଦି ମୋତେ କେହି ସାଙ୍ଗସାଥି ଦେଲେ ସେଇଟା ଏକ୍ସଟ୍ରା। ତ ମୁଁ ନିଜେ ଗୋଟେ ମୋତେ ଭଲ ଲାଗିଲାନି, ଆଉ ମାନେ ଘରେ କିଛି ଖାଇବା ପାଇଁ ଟେଷ୍ଟ ଲାଗିଲାନି। ମୋର ପାଟି ସବୁ ଜିଭ ଧଳା ହେଇଗଲା, ଦାନ୍ତ ବି କଳା ହେଇଗଲା। ତ ସେଥିପାଇଁ ମୁଁ ଆଉ ନିଜେ ଗୋଟେ ସମ୍ଭାଳି ନେଲି, ମାନେ ଗୁଟକାଟା ଛାଡ଼ିଦେଲି। ଗୁଟକାଟା ଛାଡ଼ିବାଟା ବହୁତ ମାନେ ବଡ଼ କଥା, ଆଉ ସମସ୍ତେ ବି ଛାଡ଼ି ପାରନ୍ତି ନାହିଁ। ତ ଗୁଟକା ମୁଁ ଛାଡ଼ି ଦେଇଛି, ମିନିମମ୍ 2 ପ୍ୟାକେଟ୍ ଖାଉଥିଲି। ଆଉ ମୁଁ ଆପଣମାନଙ୍କୁ ବି ଅନୁରୋଧ କରିବି, ଆପଣମାନେ ବି ଧୀରେ ଧୀରେ ଛାଡ଼ି ଦିଅନ୍ତୁ। ଆଉ ନହେଲେ ନାହିଁ, ବାହାରୁ ଯେତେବେଳେ ବ୍ଲାକ୍ରେ ବିକ୍ରି ହେବ, ଯଦି ବ୍ଲାକ୍ରେ ଏବେ ବିକ୍ରି, ସବୁ ଜିନିଷ ବ୍ଲାକ୍ରେ ହେଉଛି, ଏଇଟା ବି ବିକ୍ରି ହେବ ବୋଲି ମୋତେ ଯାହା ଲାଗୁଛି। ତ ସେତେବେଳେ ଖଇନି ଦର, ଯଦି ଗୋଟେ ଖଇନି ଏବେ 5 ଟଙ୍କାରେ ଆପଣମାନେ କିଣୁଛନ୍ତି, ସେତେବେଳେ 100 ଟଙ୍କାରେ ଦେଲେ ବି ଆପଣମାନେ କିଣିକି ଖାଇବେ। ଆଉ ଯେମିତି ଆପଣମାନେ ଜାଣିଛନ୍ତି କି ନାହିଁ ମୁଁ ଜାଣିନି, ମୁଁ ତାମିଲନାଡ଼ୁ କଥା କହୁଛି। ତାମିଲନାଡ଼ୁରେ ଗୋଟେ ଖଇନି ହେଉଛି 100 ଟଙ୍କା, ଯେଉଁଟାକି ଘଷିକି ଚୂନ ଦେଇକି ଖାଆନ୍ତି। 100 ଟଙ୍କା, ତଥାପି ଲୋକ ଖାଉଛନ୍ତି। ଆମ ଏପଟୁ ଯାଇକି ସଫଳ ବିକ୍ରି ହେଉଛି ତାମିଲନାଡ଼ୁରେ। ସଫଳର ଦାମ୍ ହେଉଛି ଗୋଟେ 20 ଟଙ୍କା, ଆଉ ବିମଲର ଦାମ୍ ହେଉଛି 10 ଟଙ୍କା। ତ ଏଠି ବି ସେଇଭଳିଆ ହେଇଯିବ। ଯଦି ସେଇଭଳିଆ ହେଇଗଲା ତାହେଲେ କିଛି ଲୋକ, ଯେମିତି ଏବେ ନ୍ୟୁଜ୍ ଦେଖୁଥିଲି ମୁଁ, ମାନେ 47% ଲୋକ ଗୁଟକାରେ ହିଁ ଚଳୁଛନ୍ତି। ଭାତ ନ ଖାଇଲେ ଚଳିବ, କିନ୍ତୁ ଗୁଟକା ନ ଖାଇଲେ ଚଳିବନି। ତ ସେଇଭଳିଆ ମୁଁ ଯଦି
ଦି ପ୍ୟାକେଟ୍ ଖାଉଥିଲି, ମୋଠୁ ବି ବଡ଼ ବଡ଼ ମହାରଥୀ ଅଛନ୍ତି, ସେମାନେ କେମିତି କ'ଣ ଖାଉଥିବେ। ତ ମୁଁ ଦି ପ୍ୟାକେଟ୍ ଖାଉଥିଲି, ଫିର୍ ମୋତେ ଯେତେବେଳେ ସାଙ୍ଗସାଥି ମାନେ ଦିଅନ୍ତି ସେଟା ବି ମୁଁ ଖାଉଥିଲି। ତ ମୁଁ ଯଦି ଛାଡ଼ି ପାରିଲି ଆଜ୍ଞା, ଆପଣମାନେ କାହିଁକି ଛାଡ଼ି ପାରିବେ ନାହିଁ? ତ ମୁଁ ଏତିକି ଅନୁରୋଧ କରିବି, ଗୁଟଖା ଫୁଟକା ଆଉ ଖାଆନ୍ତୁ ନାହିଁ। ଗୁଟଖା ତ ଏବେ ବ୍ୟାନ୍ ହେଲା, ଆପଣମାନେ ଜାଣୁଛନ୍ତି। ଆଉ ଏବେ ଆଜି ଯେହେତୁ ନ୍ୟୁଜ୍ଟା ଆସିଛି, ତ କାଲି ପାଖରୁ ତାଙ୍କର ଷ୍ଟାର୍ଟ ହେଇଯିବ ଫାଇନ୍ ମାରିବା। ଆଉ ଯାହା ଦୋକାନରେ ବି ମୁଁ ଦେଖୁଥିଲି ଯେମିତି ନ୍ୟୁଜ୍, ଯାହା ପାଖରେ ପାଇବେ ଗୁଟଖା, ତାକୁ ଗୁଟଖାକୁ ସିଜ୍ ହେବ, ତାପରେ ଫାଇନ୍ ବି ପଡ଼ିବ। ଆଉ ଫାଇନ୍ ଯେଉଁ 5,000 10,000 ସେମିତି ନୁହଁ, ବହୁତ ମାନେ ଲକ୍ଷେ ଉପରେ ଯେଉଁଟାକି ଫାଇନ୍ ପଡ଼ିବ ବୋଲି ମୁଁ ଦେଖୁଥିଲି ନ୍ୟୁଜ୍। ଲକ୍ଷେ ଉପରେ ଯେଉଁ ମାତ୍ରାରେ ସେମାନେ ଯେଉଁ ଦୋକାନରୁ ଯେମିତି ପାଇବେ ଗୁଟଖା ଖଇନି, ସେଇ ମାତ୍ରାରେ ହିଁ ବ୍ୟାନ୍ ମାନେ ଫାଇନ୍ଟା ହେବ। ତ ସେଥିପାଇଁ ମୁଁ ଅନୁରୋଧ କରିବି, ଯେଉଁମାନେ ଗୁଟଖା ଖଇନି ଖାଉଛନ୍ତି ଆଉ ଖାଆନ୍ତୁ ନାହିଁ। ଯଦି ଆପଣମାନେ ଖାଉଛନ୍ତି ଠିକ୍ ଅଛି, ଯେଉଁ ଏଇଟା ଆକ୍ଚୁଆଲି ଭଲ କାମ ଗୋଟେ ହେଲା। ଆପଣମାନେ ଯେଉଁ ପାର୍କକୁ ବି ଯିବେ, ଦେଖିବେ, ପାର୍କ ଯାଆନ୍ତୁ କିମ୍ବା ଆମର ବାରିପଦା ପିଆରଏମ୍ ମେଡ଼ିକାଲ ବି ଯାଆନ୍ତୁ। ଆପଣମାନେ ଯେଉଁମାନେ ଦେଖିଥିବେ ମୋତେ କହିବେ ଯେ, ଦେଖିବେ ଆପଣ ମେଡ଼ିକାଲ ଭିତରେ ଯେତେବେଳେ ଯାଉଛନ୍ତି ଭିତରକୁ, ଆପଣମାନେ ଦେଖୁଥିବେ ଏଠି ଛେପ, ସେଠି ପାନ ଛେପ, ଏଠି ଗୁଟକା ଛେପ, ମାନେ ଚାରିଆଡ଼େ ଯେମିତି ଗୋଟେ ଘରର କୋଣ ଥାଏ ହସ୍ପିଟାଲରେ, ସେ କୋଣ ଗୁଡ଼ା ସବୁ ନାଲି ହେଇଯାଇଥିବ, ବୁଝିପାରିଲେ। ଆଉ ଗୋଟେ ପାର୍କ ଯିବେ ଆପଣମାନେ, ଯେଉଁଠି ବସିବେ ସେଇଠି ଛେପ, ଗୋଟେ ଭଲ ଗଛ ଲାଗିଥିବ, ସେ ଗଛ ଉପରେ ନାଲି ହେଇଯାଇଥିବ ପାନ ଛେପ। ଏଗୁଡ଼ା ଭଲ କାମ ନୁହଁ। ତ ଯାହା ବି ହଉ, ବ୍ୟାନ୍ ହେଇଛି, ବହୁତ ଭଲ ହେଇଛି। ଆଉ ଏତେ ଦିନ ବ୍ୟାନ୍ ହେଇପାରିନଥିଲା। ତ ଯାହା ହଉ, ଓଡ଼ିଶା ସରକାରଙ୍କୁ ମୋର ଏତିକି ଧନ୍ୟବାଦ, ଯିଏକି ଗୁଟଖାଟା ବ୍ୟାନ୍ କରିଛନ୍ତି, ଗୁଟଖା ଖଇନି ଉପରେ ରୋକ୍ ଲଗେଇଛନ୍ତି। ଆଉ ଏତିକି କହିବି। ଆଉ ଭାଇମାନେ, ଯେଉଁମାନେ ଗୁଟଖା ପାନ ଖାଉଛ, ଟିକେ ଛାଡ଼ି ଦିଅ। କାହିଁକିନା ଆପଣମାନେ ଦେଖୁଥିବେ ହସ୍ପିଟାଲରେ କେତେ ରୋଗରେ କ'ଣ କ'ଣ ହେଉଛି, ମୁଁ ସେଟା କହିବା ପାଇଁ ଚାହୁଁନି। ଆଉ ଆପଣମାନେ ବି ଛାଡ଼ି ଦିଅନ୍ତୁ। ମୁଁ ଯେତେବେଳେ ଛାଡ଼ିଦେଲି, ମୁଁ 2 ପ୍ୟାକେଟ୍ ଖାଉଥିଲି ଡେଲି। ଯଦି ମୁଁ ଛାଡ଼ି ପାରିଲି ଆଜ୍ଞା, ଆପଣମାନେ କେମିତି ଛାଡ଼ି ପାରିବେନି? ତ ଛାଡ଼ି ଦିଅନ୍ତୁ। ତ ଏତିକି କହିବି। ଜୟ ଜଗନ୍ନାଥ, ଜୟ ମୟୂରଭଞ୍ଜ।